Okay, so hey guys, welcome to Strategit. ଆମର OSSC CGL ର prelims ର revised answer key official website ରେ ଆସି ସାରିଛି। ଆପଣ ମାନେ ନିଜ ନିଜର ଯୋଉ ମାନେ revised answer key ଦେଖିକି ନିଜର score card ଆପଣ ଜାଣି ସାରିଥିବେ କେତେ କଣ ଆପଣଙ୍କର ମାର୍କ ରହୁଛି। ସେଥିରେ ଆମର ତିନିଟା question ରେ grace mark ମିଳିଛି, ଆଉ ଗୋଟେ question ରେ ତାର B ଆଉ C both answer ରହିଛି। ତ ଆମେ ସେଇ ବିଷୟରେ ଆମେ discuss କରିବା। ଆଉ ଯୋଉମାନେ confusion ରେ ରହୁଛନ୍ତି କି ଯୋଉ grace mark ମିଳିଛି ସେଇଟା ସମସ୍ତଙ୍କୁ ମିଳିବ କି ଯୋଉମାନେ attend କରିଛନ୍ତି ସେମାନଙ୍କୁ ମିଳିବ, ଆଉ ଏଇ ଯୋଉ ଗୋଟେ B ଆଉ C ଯୋଉ both option ଅଛି ତ ତା ବିଷୟରେ ଆମେ କଥା ହବା। ତ ତା ପୂର୍ବରୁ ଗୋଟେ ମୁଁ କଥା ଆପଣଙ୍କୁ କହିବାକୁ ଚାହୁଁଛି, ଯଦି ଆପଣଙ୍କୁ ଭିଡିଓଟା ଭଲ ଲାଗୁନି ତ ଠିକ ଅଛି, ଆପଣଙ୍କୁ ଭଲ ଲାଗୁନି ମୁଁ ଆପଣଙ୍କୁ ଗୋଟେ କମେଣ୍ଟ ଦେଖଉଛି। ଗୋଟେ ଇଏ ଆମର ଜଣେ ଜ୍ଞାନ ଆନାଲିସିସ୍ ଗୋଟେ ତାଙ୍କର କଣ ତାଙ୍କର ଯାହାବି ଏ ବାବୁ ଗୋଟେ ମୁଁ 1.5 ବର୍ଷ ତଳେ ଗୋଟେ ସିଜିଏଲ ର କଟ ଅଫ୍ ଉପରେ ଗୋଟେ ମୁଁ ପ୍ରେଡିକ୍ସନ କରିଥିଲି। ଏଟା ଆମର ଫାଷ୍ଟ ଏକ୍ସାମ ଥିଲା ସିଜିଏଲ ର ହେଲା। ଏ ବାବୁ ଆମର ଟିକେ ଦେଖିଦିଅନ୍ତୁ, ଆପଣଙ୍କର ଗୋଟେ ଜୁମ୍ ତ କରିହଉନି, ଛାଡ। ସିଏ ଆମର କଣ କଣ ମେସେଜ କରିଛନ୍ତି ଦେଖନ୍ତୁ। ଏ ଭିଡିଓ ଡିଲିଟ ହେଇନି, ହେଇରେ ଡ୍ୟାସ୍ କଟ ଅଫ୍ 105 ଯାଇଥିଲା। ମୁଁ ସେତେବେଳେ ଫାଷ୍ଟ ଏକ୍ସାମ ଦେଇଥିଲି, କଣ କଣ କରିଥିଲି ମୋର ମନେ ବି ନାହିଁ। 1.5 ବର୍ଷ ତଳର କଥା। ୟୁଟ୍ୟୁବ ଆଲଗୋରିଦମରେ ସେଟା ପଳେଇ ଆସିଛି ପୁଣି ଟ୍ରେଣ୍ଡିଂରେ, କଣ ହେଇଥିବ ସେ ଜାଣିଥିବେ। 1.5 ବର୍ଷ ତଳର ଭିଡିଓକୁ ସେ କଣ କମେଣ୍ଟ କରିଛନ୍ତି, ତାପରେ ଆଉ ତାଙ୍କର ମନେ ପଡିଲାନି କଣ ଲେଖିଛନ୍ତି ଦେଖନ୍ତୁ। ମାନେ ଏମିତି ମାନେ ଲାଗୁଛନ୍ତି ବହୁତ ବଡ ହେଇଥିବେ, ଏଜୁକେଟେଡ ଲାଗୁଛନ୍ତି, କୋଉଠି ଯାଇକି ଫଟୋ ଫଟୋ ଉଠେଇଛନ୍ତି ସେ ଯାହାବି। ମାନେ ଏମିତିଆ କମେଣ୍ଟ। ଯଦି ଆପଣଙ୍କୁ ଭିଡିଓ ଭଲ ଲାଗୁନି ଆପଣ ଡିସଲାଇକ୍ କରିକି ଯାଇପାରିବେ, କି ଗୋଟେ କମେଣ୍ଟ ସେକ୍ସନରେ କହିପାରିବେ କି ନାଇଁ ଏତେ କଟଅଫ୍ ଯିବନି, ଆପଣଙ୍କର କଟଅଫ୍ ପ୍ରେଡିକ୍ସନ ଭୁଲ ଅଛି କି କଣ ଯାହାବି। ଭାଇ ଏମିତି ଏତେ ଫାଲତୁ କମେଣ୍ଟ କଣ ପାଇଁ? ହ୍ୱାଟ ଏଭର, ଛାଡ ଯାହା ବି ହେଇଥାଉ। ତ ଆମେ ଯୋଉ ଏକ୍ସାମ ର ଯୋଉ ଏରର ରହୁଛି ତାର ହ୍ୟାଣ୍ଡଲିଂ ପ୍ରୋଟୋକଲ ମାନେ ଇଣ୍ଡିଆରେ କି ଆମର ଯାହାବି କମନଲି 3 ପ୍ରକାର ଥାଏ। ଗୋଟେ ହଉଛି କ୍ୱେଶ୍ଚନ ଡ୍ରପ୍ କରିଦବା। ମୁଁ ଆପଣଙ୍କୁ ଦେଖଉଛି ଆନ୍ସର କିଟା। ମନେକର ଏଠି ଯେମିତି କି ଆମର ଏଠି ଏଇ ଗୋଟେ ଗ୍ରେସ୍ ମାର୍କ ମିଳିଛି, ଏଠି ଗୋଟେ ଗ୍ରେସ୍ ମାର୍କ ମିଳିଛି, ଆଉ ଗୋଟେ ଗ୍ରେସ୍ ମାର୍କ ମିଳିଛି ଆମର ଏଇଠି। এই তিনটা কোশ্চেন আমাকে তিনটা কোশ্চেন গ্ରେସ୍ ମାର୍କ ମିଳିଛି। ଆଇଦର ଆମର 150 ମାର୍କ ର ଯୋଉ ଏକ୍ସାମ ହେଇଥିଲା, 150 ମାର୍କ ରୁ 3 ମାର୍କ ଟୋଟାଲ ସେମାନେ ନଲ୍ ଆଣ୍ଡ ଭଏଡ୍ କରିଦେବେ, ମାନେ ଟୋଟାଲ କାଟିଦେବେ। ମାନେ ଆମର ଗଣା ହବ 147 ରୁ। 147 ରୁ ସେମାନେ ମାନେ ପିଲାମାନେ କେତେ କଣ ମାର୍କ ରଖିଛନ୍ତି ସେଇ ହିସାବରେ କଟ ଅଫ୍ ମାନେ କାଉଣ୍ଟ କରାହବ କି କେତେ କଣ ପିଲା ରଖିଛନ୍ତି। ଏଇ ତିନିଟା ଯାକକୁ ସେମାନେ ଟୋଟାଲି ଡିସ୍କ୍ୱାଲିଫାଇ କରିଦେବେ, ମାନେ ସେ ଯାହାବି ମାନେ ଟୋଟାଲି କାଟିଦେବେ। ଆଉ ଗୋଟେ ଯୋଉ ଏଠି ଏଟା ହଉଛି ଫାଷ୍ଟ ମେଥଡଟା, ଫାଷ୍ଟ ପ୍ରୋଟୋକଲ। ଆଉ ଗୋଟେ ହଉଛି ଫୁଲ ମାର୍କ ଟୁ ଅଲ୍। ଯୋଉମାନେ ଆପିୟର କରୁଛନ୍ତି ଏକ୍ସାମ, ଆଇଦର ତମେ ମାନେ ଯୋଉମାନେ ଆପିୟର କରୁଛନ୍ତି, ମାନେ ୱାର୍ଡଟାକୁ ବୁଝନ୍ତୁ ଭଲସେ। ଆପିୟର କରୁଛନ୍ତି ଯୋଉମାନେ ଆଇଦର କୋଶ୍ଚିନ୍କୁ ଆଟେମ୍ପ୍ଟ କରିଥାନ୍ତୁ କିମ୍ବା ନ କରିଥାନ୍ତୁ, ସେମାନଙ୍କୁ ମାନେ ଗ୍ରେସ୍ ମାର୍କ ମିଳିବ। ଯୋଉମାନେ ଆପିୟର କରିଥିବେ ଏକ୍ସାମ, ଠିକ ଅଛି। ମନେକର ଏବେ ଏଇ ଯୋଉ ତିନିଟା କ୍ୱେଶ୍ଚିନ୍ସ ଯୋଉ ଗ୍ରେସ୍ ମାର୍କ ଅଛି, ଏଇଟା ଏଇଟା ଆଉ ଯୋଉ ଏଇଟା, ଯୋଉମାନେ ଆପିୟର କରିଥାନ୍ତୁ କିମ୍ବା ନ କରିଥାନ୍ତୁ ସେମାନଙ୍କୁ 3 ମାର୍କ ମିଳିଯିବ। ଆଉ ସେଠି 150 ମାର୍କ ହିଁ ନିଆହବ, ଫୁଲ ମାର୍କ। 150 ମାର୍କରୁ ଏଇ ତିନିଟା ଯାକକୁ ପ୍ଲସ ରେ ଆଡ କରାହେଇକି ସବୁ ପିଲାଙ୍କୁ ମାର୍କ ମିଳିବ 3 ମାର୍କ। ତାପରେ ମାନେ ତମର କ୍ୱେଶ୍ଚିନ ର ସରି ଆମର ଯାହାବି କଟ ଅଫ୍ ଇଏ କାଲକୁଲେଟ କରାହବ, ଠିକ ଅଛି। ଆଉ ଗୋଟେ ପ୍ରୋଟୋକଲ ହଉଛି ଆଟେମ୍ପ୍ଟ ଓନ୍ଲି, ଯୋଉଟା କି ଆମର ଥାର୍ଡ କ୍ୱେଶ୍ଚିନ ହେଇଛି, ଯୋଉଟା ଆମର B ଆଉ C ଅଛି। ଏଥିରେ କଣ ଲେଖା ହେଇଛି ନା, ମାର୍କସ ଆର୍ ଆୱାର୍ଡେଡ ଓନ୍ଲି ଟୁ କ୍ୟାଣ୍ଡିଡେଟ୍ସ ହୁ ଆଟେମ୍ପ୍ଟେଡ ଦି ଡିସ୍ପ୍ୟୁଟେଡ କ୍ୱେଶ୍ଚିନ୍ସ ୟୁଜୁଆଲି ହ୍ୱେନ୍ ମୋର ଦ୍ୟାନ ୱାନ୍ କ୍ୱେଶ୍ଚିନ୍ସ ଆପିୟର ଆକ୍ସେପ୍ଟେବଲ। ଏଟା ଛାଡନ୍ତୁ, ମୁଁ ଆପଣଙ୍କୁ ବୁଝେଇ ଦଉଛି। ଯେମିତି କି ଏଇ କ୍ୱେଶ୍ଚିନଟା ଆମର ସେଟ୍ A ର 133, ସେଟ୍ B ର 108, ଆଉ C ର 93, ଆଉ D ର 68। ଏଥିରେ ଦିଟା ଆନ୍ସର ଅଛି, B ଆଉ C। ଯୋଉମାନେ A ଆଉ D କରିଥିବେ ସେମାନଙ୍କର ମାଇନସ ମାର୍କିଂ ହବ, ସେ ଆକ୍ଚୁଆଲି ସେମାନଙ୍କର ଆନ୍ସର ଭୁଲ। ଯୋଉମାନେ B ଆଉ C କରିଥିବେ ସେଟା ହଉଛି ସେମାନଙ୍କର ଆନ୍ସର, ସେମାନଙ୍କୁ 1 ମାର୍କ ମିଳିବ। ଯୋଉମାନଙ୍କର ଭୁଲ ହେଇଥିବ A ଆଉ D ଚୁଜ କରିଥିବେ ସେମାନଙ୍କର 0.33 କଟିଯିବ, ସରି 0.25। ମୋର 1/4 କଟୁଛି ନା ନେଗେଟିଭ ମାର୍କିଂ, ତ 0.25 ସେମାନଙ୍କର ନେଗେଟିଭ ମାର୍କିଂ ହବ, ବୁଝିହେଲା। ଏଇ ଏମିତିଆ 3 ପ୍ରକାରର ପ୍ରୋଟୋକଲ ରହିଛି ଆମର ଏରର ର। ତ ମୋ ହିସାବରେ OSSC ଯେହେତୁ ଆମର ଲେଖିଛି ଗ୍ରେସ୍ ମାର୍କ, ଯେହେତୁ ଗ୍ରେସ୍ ମାର୍କ ଲେଖିଛି, ମୋ ହିସାବରେ ସେ କ୍ୱେଶ୍ଚିନ୍ କୁ ଡିସ୍କ୍ୱାଲିଫାଇ ମାନେ କ୍ୟାନସଲ ଆଉଟ ନ କରିକି ସମସ୍ତଙ୍କୁ ମାର୍କ ଦବ। ଆଉ ସେ ଆଉଟ ଅଫ 150 ରୁ ହିଁ କାଉଣ୍ଟ କରିବ, ସେ ପିଲାମାନେ କେତେ ସେଥିରୁ ମାର୍କ ରଖିଛନ୍ତି 150 ରୁ। ତ ଆ ପୂର୍ବରୁ ମୁଁ କହିଥିଲି ଆପଣଙ୍କୁ, ବୋଧେ ମୋର କେତେ 104 ନା ଏମିତି କଣ ହଉଥିଲା, 104 କି 104 ନା 102 ଏମିତି ବୋଧେ କଣ ହଉଥିଲା, ମୋର ଏକ୍ଜାକ୍ଟଲି ମନେ ନାହିଁ ମୋର କେତେ ହଉଥିଲା। ମୁଁ ଆପଣଙ୍କୁ ମୋର ଆନ୍ସର କି ଦେଖେଇ ଦଉଛି। এটা হচ্ছে ମୋର ମାନେ OMR ସିଟଟା। ତ ଆପଣ ଚାହିଁଲେ ଆପଣ ଯଦି କିଛି ମୋର ଭୁଲଭାଲ ରହୁଛି କାଲକୁଲେସନରେ, ପ୍ଲିଜ ଭାଇ ଆଗରୁ ମୁଁ ଦେଖିଲି ଯୋଉ କେମିତି ଫାଲତୁ କମେଣ୍ଟ କରୁଛନ୍ତି, ସେମିତି କମେଣ୍ଟ ନ କରିକି, ମଣିଷ ମାନେ ହିଁ ଭୁଲ
ହେଲା। ଯଦି ମୋର କୋଉଠି ବି ଭୁଲ ରହୁଛି ଆପଣ ମାନେ କ୍ଷମା କରିଦେବେ। ଏଇଟା ମୋର ଆନ୍ସର କି ମାନେ OMR ଟା ଆପଣ ମାନେ ସ୍କ୍ରିନଶଟ ନେଇକି ଦେଖିପାରିବେ ମୁଁ କଣ କରୁଛି କଣ ନାହିଁ। ଯଦି ବି ବାଇଚାନ୍ସ କିଛି କୋଉଠି କାଲକୁଲେସନ ଭୁଲଭାଲ ହେଇଥାଏ ଦେନ୍ ଭାଇ ସରି। ଏଇଠି ଗୋଟେ ମତେ ଗ୍ରେସ୍ ମାର୍କ ମିଳିଛି 136 37 ଆଇ ଥିଙ୍କ 136 ରେ ଗୋଟେ 37 ଗ୍ରେସ୍ ମାର୍କ, ଗୋଟେ 23 ରେ ଗ୍ରେସ୍ ମାର୍କ ମିଳିଛି, ଆଉ ଗୋଟେ 57 ରେ। ଏଇଠି ଗୋଟେ ଦେଖନ୍ତୁ 57 ରେ ମୁଁ ଆଟେମ୍ପ୍ଟ ହିଁ କରିନି ବଟ୍ ମତେ ଗ୍ରେସ୍ ମାର୍କ ମିଳିଛି। ତ କିନ୍ତୁ ଏଇଟା ମୋର କାଉଣ୍ଟ ହେଇପାରେ ଯଦି OSSC କାଉଣ୍ଟ କରିବ ତ ସବୁ ଯାକ କ୍ୱେଶ୍ଚନ କୁ ଗ୍ରେସ୍ ମାର୍କ କୁ। ଠିକ ଅଛି, ଆଉ ମୁଁ ଆପଣଙ୍କୁ କାଲକୁଲେସନ ଜଣେଇ ଦଉଛି ମୋର କେତେ କଣ ରହୁଛି। ଯଦି ୱିଥ୍ ଗ୍ରେସ୍ ମୋର ଆଉଟ୍ ଅଫ୍ 150 ତାହେଲେ ମୋର 109ଟା ଠିକ ହେଇଯାଉଛି ଆଉ ମୋର ଭୁଲ ରହୁଛି 18ଟା। ଠିକ ଅଛି, ତ 18 ମାନେ ମୋର -4.5 ହବ, ମାନେ 4.5 ମୋର ମାଇନସ୍ ମାର୍କିଂ ହବ ଆଉ 109ଟା ମୋର ଠିକ ଅଛି। ତ ଆଉଟ୍ ଅଫ୍ 150 ମୋର ମାର୍କ ରହୁଛି 104। ଆଉ ଯଦି ୱିଦାଉଟ୍ ଗ୍ରେସ୍ ଯୋଉଟା ମୁଁ କହୁଥିଲି କି ଯୋଉଟା ଯଦି ସେଇ ଜିନିଷକୁ କ୍ୟାନସଲ ଆଉଟ୍ କରାଯାଏ ସେ ତିନିଟା କ୍ୱେଶ୍ଚନ କୁ, ଆଉ ସେଥିରେ ଆମର 147 ଆଉଟ୍ ଅଫ୍ 147 ମୋର ରହୁଛି 101.5, ମାନେ ସେଥିରେ 106ଟା କ୍ୱେଶ୍ଚନ ମୋର ଠିକ ରହୁଛି ଆଉ 18ଟା କ୍ୱେଶ୍ଚନ ସେମିତି ଭୁଲ ରହୁଛି। ମୋର ଭୁଲ 18ଟା ହିଁ ରହୁଛି ସବୁଥିରେ। ତ ଏଥିରେ ରହୁଛି 101.5। ଅଲ୍ଟିମେଟଲି କହିବାକୁ ଗଲେ ଯୋଉ ପରସେଣ୍ଟେଜ ରହୁଛି 101.5 ଆଉଟ୍ ଅଫ୍ 147, ତ ଏଥିରେ ବି ପରସେଣ୍ଟେଜ ପାଖାପାଖି ସେମ୍ ହିଁ ରହୁଛି 69.04%। ଏଥିରେ ଯଦି 104 ରହୁଛି ଆଉଟ୍ ଅଫ୍ 150 ତାହେଲେ ଏଥିରେ ବି ସେ ପରସେଣ୍ଟେଜ ପାଖାପାଖି ସେମ୍ ହିଁ ରହୁଛି 69.66%। ମାନେ 0.62% ଏପଟ ସେପଟ ହଉଛି, ମାନେ ବହୁତ ନେଗ୍ଲିଜିବଲ କହିବାକୁ ଗଲେ। ତ ସେଥିରେ ବି ମାନେ ବହୁତ ମାନେ 100 ପିଲା ଏପଟ ସେପଟ ହେଇଯାନ୍ତି ପଏଣ୍ଟ କେତେରେ। ତ ଆକୁ ନେଗ୍ଲିଜିବଲ କୁହାଯାଇ ପାରିବନି କି ଯେହେତୁ କମ୍ପିଟିଟିଭ ଏକ୍ସାମ ବହୁତ ଲକ୍ଷ ଲକ୍ଷ ପିଲା ଏକ୍ସାମ ଦଉଛନ୍ତି। ତ ଦେଖିବା ଆମର OSSC ଉପରେ ଡିପେଣ୍ଡ କରେ ସେ କେମିତି କଣ ମାନେ ମାର୍କିଂ କରୁଛି କି କଣ କଟ ଅଫ୍ ପ୍ରେଡିକ୍ଟ ମାନେ କଟ ଅଫ୍ ଯାହା ବି ଆଣୁଛି ସେ ତା ହିସାବରେ ଆଇଦର ସେ 150 ରୁ ଆଣିବ ନହେଲେ 147 ରୁ ଆଣିବ। ମୋ ହିସାବରେ 150 ରୁ ହିଁ ଆଣିବ। ଗ୍ରେସ୍ ମାର୍କ ସମସ୍ତଙ୍କୁ ମିଳିବ ଯୋଉମାନେ ଆପିୟର କରିଛନ୍ତି। ଆଉ ଯୋଉ ରହିଲା B ଆଉ C ସେଥିରୁ ସେ ଯୋଉମାନେ A ଆଉ D ଆନ୍ସର କରିଛନ୍ତି ସେମାନଙ୍କର ନେଗେଟିଭ ମାର୍କିଂ ହବ, ଯୋଉମାନେ B ଆଉ C କରିଛନ୍ତି ସେମାନଙ୍କର ପ୍ଲସ ମାର୍କିଂ ହବ। ତ ଦିସ୍ ଇଜ ଫର ଟୁଡେ ଗାଇସ୍, ଥ୍ୟାଙ୍କ ୟୁ। ଯଦି ଆପଣଙ୍କର କେତେ କଣ ମାର୍କ ରହୁଛି ୱିଥ୍ ଗ୍ରେସ୍ ହିଁ କୁହନ୍ତୁ, ୱିଦାଉଟ୍ ଗ୍ରେସ୍ କୁହନ୍ତୁ ନାହିଁ। ୱିଥ୍ ଗ୍ରେସ୍ କମେଣ୍ଟ ସେକ୍ସନରେ ଜଣାନ୍ତୁ କେତେ କଣ ରହୁଛି। ଆଉ କଟ ଅଫ୍ ପ୍ରେଡିକ୍ସନ ଆପଣ ମାନେ ଜାଣିଥିବେ କେତେ କଣ ସବୁ ୟୁଟ୍ୟୁବ ରେ ବହୁତ ସାରା ମାନେ ଜଣାଶୁଣା ଚ୍ୟାନେଲ ଅଛନ୍ତି ସେମାନେ ତାଙ୍କର ପ୍ରେଡିକ୍ସନ ଜଣେଇଛନ୍ତି। ମୁଁ କିଛି କଟ ଅଫ୍ ପ୍ରେଡିକ୍ସନ କରିବାକୁ ଚାହୁଁନି, ନହେଲେ ମତେ ଶୋଧୁଛନ୍ତି ଏମିତିଆ ପିଲା ଅଛନ୍ତି। ଯୋଉମାନେ ଆପଣଙ୍କୁ ନିଜର ଗୋଟେ କନଫିଡେନ୍ସ ଆସୁଥିବ କି ଆପଣଙ୍କର କେତେ କଣ ରହିଲେ ଆପଣ ପ୍ରିଲିମ୍ସ କ୍ଲିୟର ହେଇପାରିବ, ଆପଣ ସେଇ ହିସାବରେ ହିଁ ପଢନ୍ତୁ, ମତେ କିଛି କହିବାର ନାହିଁ। ସୋ ଦିସ୍ ଇଜ ଫର ଟୁଡେ ଗାଇସ୍, ଥ୍ୟାଙ୍କ ୟୁ, ଅଲ ଦ ବେଷ୍ଟ ଫର ମେନ୍ସ। ଆଉ RI ବି ଆସୁଛି ନେକ୍ସଟ ଏକ୍ସାମ। ଅଲ ଦ ବେଷ୍ଟ ଗାଇସ୍, ଥ୍ୟାଙ୍କ ୟୁ।